रे कालिया ମୁଁ ଅଛି ବୋଲି ତୁ ନଥିଲେ କି ମୁଁ କି ଥାନ୍ତି, ମୁଁ ନଥିଲେ କି ତୁ କାଳିଆରେ ତୁ ନଥିଲେ କି ତୁ କାନ୍ଦୁଥିଲେ ମୁଁ କାନ୍ଦୁଥାଏ, ମୁଁ କାନ୍ଦିଲେ ତୁ କାନ୍ଦୁ, ତୁ ହସିଦେଲେ ମୁଁ ହସିଦିଏ, ମୁଁ ହସିଲେ ତୁ ହସୁ, କାଳିଆରେ ମୁଁ ହସିଲେ ତୁ ହସୁ। ମଙ୍ଗଳମୟ ପ୍ରଭୁ। ଆମେ ଦେଖିବା ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ସମସ୍ୟା କଣ ଏବଂ କେଉଁଠି, ସମାଧାନ କଣ ଏବଂ କେଉଁଠି, ମୁକ୍ତି କଣ ଏବଂ କେଉଁଠି। ଆମେ ସର୍ବପ୍ରଥମେ ଗୀତାରୁ ଗୋଟିଏ ମହାନ ଶ୍ଲୋକର ଠାରୁ ଆରମ୍ଭ କରିବା। ସେ ଶ୍ଲୋକଟି ହେଉଛି 18 ଅଧ୍ୟାୟର 66 ଶ୍ଲୋକ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ତା ଅର୍ଥ କଣ? ମୋହର ଶରଣ ଯାଅ, ମୋର ହୁଅ ଭକ୍ତ, ତାରିବି ସକଳ ପାପୁ ଏକଥା ନିଶ୍ଚିନ୍ତ। ଇଏ ହେଉଛି ଗୀତା, ଭଗବାନଙ୍କର ମୁଖ ନିଃସୃତ ବାଣୀ, ବିଶ୍ୱ କଲ୍ୟାଣ ପାଇଁକା ଏ ଭଗବାନଙ୍କର ଶ୍ରେଷ୍ଠ ଉପଦେଶ। ତାହେଲେ ଭଗବାନ କହୁଛନ୍ତି ମୋର ଶରଣ ଗଲେ ସବୁ ଛାଡ଼ିକିରି ମୁଁ ତମକୁ ସମସ୍ତ ପାପରୁ ମୁକ୍ତ କରିବି, ତମକୁ ମୁକ୍ତି ଦେବି। ତାହେଲେ ଆମର ସମସ୍ୟାଟା କଣ ଥିଲା ଯେ ଆମେ ତାଙ୍କର ଶରଣ ଯିବା? ସମସ୍ୟା ହେଉଛି ଅଜ୍ଞାନ, ଯାହା ପ୍ରଥମ ଅଧ୍ୟାୟର 44 ନମ୍ବର ଶ୍ଲୋକରେ ଅର୍ଜୁନ କହିଛନ୍ତି ଉଚ୍ଛନ୍ନ କୁଳ ଧର୍ମାଣ ମନୁଷ୍ୟାଂ ଜନାର୍ଦ୍ଦନ ନରକେ ନିୟତଂ ବାସଂ ଭବତି ତେନ ସୁତମ। ମୁଁ ଶୁଣି ଆସୁଥିବା କଥା ଉପରେ ବର୍ତ୍ତମାନ ସ୍ୱଧର୍ମ କର୍ମରୁ ନିବୃତ୍ତ ହେଉଛି। ଏହା ହେଉଛି ମନୁଷ୍ୟର ସମସ୍ୟା, ଅର୍ଥାତ୍ ଅଜ୍ଞାନ। ଅଜ୍ଞାନ ଅର୍ଥ ମୁଁ ନିଜକୁ ଜାଣିପାରୁନାହିଁ। ତାହେଲେ ସମାଧାନ ହେଉଛି କଣ ନା ଜ୍ଞାନ। କାରଣ ଜ୍ଞାନ ଦ୍ୱିତୀୟ ଅଧ୍ୟାୟର 49 ନମ୍ବର ଶ୍ଲୋକରେ କହିଲେ ଦୂରେଣ ହେବରଂ କର୍ମ ବୁଦ୍ଧି ଯୋଗା ଧନଞ୍ଜୟ ବୁଦ୍ଧ ଶରଣ ମନୁଷ୍ୟ କୃପଣା ଫଳ ହେତଭ। ଅର୍ଥାତ ଅର୍ଜୁନ ତୁମେ ପବିତ୍ର ବିବେକ ବୁଦ୍ଧିର ଶରଣ ଯାଅ। କାରଣ ଅଜ୍ଞାନ ବଳେ ଜୀବବନ୍ଦୀ ଜ୍ଞାନ ଉଦୟ ହୁଏ ସେଠି। ତମେ ଅଜ୍ଞାନରେ ବନ୍ଦୀ ହେଇଯାଇଛ। ଜ୍ଞାନ ହଉଛି କଣ ନା ଜ୍ଞାନ ଶବ୍ଦର ଅର୍ଥ ହଉଛି ଜାଣିବା। କେମିତି ଜାଣିବା? କାଠୁ ଜାଣିବା ନା ମନ ଯଦି ବିବେକକୁ ଗୁରୁ କରେ ତାହେଲେ ବିବେକ ଠାରୁ ଠିକ କୋଉଟା ଭୁଲ କୋଉଟା, ସତ କୋଉଟା ଅସତ କୋଉଟା, ନ୍ୟାୟ କୋଉଟା ଅନ୍ୟାୟ କୋଉଟା ସେଟା ଜାଣିପାରିବ। ଜାଣିପାରିଲେ ସେ ମୁକ୍ତି ପ୍ରାପ୍ତ ହବ। ମୁକ୍ତିଟା କଣ ନା ମୁକ୍ତି କହିଲେ ଆନନ୍ଦ। ଆନନ୍ଦ କହିଲେ ସଦା ଆନନ୍ଦ, ସବୁବେଳେ ସେ ଆନନ୍ଦ ପିସଫୁଲ ମାଇଣ୍ଡରେ ଆନନ୍ଦରେ ରହିବ। ତାହେଲେ ଆନନ୍ଦ ଶ୍ଲୋକଟା କୋଉଟା? ଆନନ୍ଦ ଶ୍ଲୋକ ହଉଛି ଗୀତାର 18 ଅଧ୍ୟାୟର 66 77, ଯାହା ନିଜେ ସଞ୍ଜୟ କହିଛନ୍ତି ମୁଁ ଭଗବାନଙ୍କର ସମ୍ବାଦ ଶୁଣିକିରି ଆନନ୍ଦ ପାଉଛି। ମୁଁ ଭଗବାନଙ୍କ ରୂପକୁ ଦର୍ଶନ କରିକି ଅଦ୍ଭୁତ ପ୍ରକାର ସମ୍ବାଦ ଶୁଣିଲି, ଅଦ୍ଭୁତ ପ୍ରକାର ରୂପ ଦର୍ଶନ କଲି, ମୁଁ ଆନନ୍ଦକୁ ପ୍ରାପ୍ତ ହେଲି। ଏ କଥାରେ କୁହାଯାଇଛି। ତେଣୁ ଆମେ ଆମ ପାଖେ ଅଛି
ଆମେ ଜଗନ୍ନାଥଙ୍କ କାହିଁ ଶରଣ ଯିବା? ଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ପ୍ରେଜେଣ୍ଟ ଦେବତା, ସେଇ ଶ୍ରୀକୃଷ୍ଣ ଏବେ ଜଗନ୍ନାଥ ହେଇଛନ୍ତି। ଆମେ ମୋହର ଶରଣ ଯାହା କହିଲେ ଆମେ ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁଙ୍କ ଶରଣ ଯିବା। କାହିଁକି ନା ଯେଭଳି ଆମର କ୍ଷୀର ଦରକାର, ଆମେ କାହାର ଶରଣ ଯାଉଛେ? କ୍ଷୀର ସର୍ବତ୍ର ଅଛି ସତ, ପତ୍ରରେ, ଫୁଲରେ, ଫଳରେ, ଖାଦ୍ୟରେ, ଘାସରେ, କିନ୍ତୁ ଆମେ ପ୍ରାପ୍ତ ହେବା ପାଇଁକା ଯାଉଛେ ଗାଈର ଶରଣ ଯାଉଛେ। ସେମିତି ଆମର ଶବ୍ଦ ଦରକାର, ଶବ୍ଦ ସର୍ବତ୍ର। ବର୍ତ୍ତମାନ ମୁଁ ଜଣଙ୍କ ସହିତ ଫୋନରେ କଥା ହଉଛି, ଏଇ ଶବ୍ଦଟା ସାରା ବିଶ୍ୱ ବ୍ୟାପି ଯାଉଛି, କିନ୍ତୁ ଶବ୍ଦଟାକୁ ପ୍ରାପ୍ତ ହେବା ପାଇଁକା ପର୍ଟିକୁଲାର ନମ୍ବର ଆଉ ମୋବାଇଲ ଫୋନର ଶରଣ ଯିବାକୁ ହବ। ତେଣୁ ସେଇ ସାରା ଆମର ଦରକାର କଣ ନା ଆନନ୍ଦ। ପ୍ରତ୍ୟେକ ପ୍ରାଣୀ ଆନନ୍ଦ ଚାହାନ୍ତି, କେହି ଦୁଃଖ ଚାହାନ୍ତି ନାହିଁ। ତାହେଲେ ସେ ଆନନ୍ଦ ପାଇବା ପାଇଁ ହେଲେ କଣ କରିବାକୁ ହବ ନା ଆନନ୍ଦ ରୂପକ ଭଣ୍ଡାର ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆନନ୍ଦମୟ ମୂର୍ତ୍ତି, ପ୍ରତୀକ, ଆନନ୍ଦର ପ୍ରତୀକ ପ୍ରଭୁ ଜଗନ୍ନାଥ। ତେଣୁ ଆମେ ଆନନ୍ଦ ପାଇଁକା ଆମେ ଜଗନ୍ନାଥ ମହାପ୍ରଭୁଙ୍କୁ ଶରଣ ଯିବାକୁ ହବ। କାରଣ ଆନନ୍ଦମ୍ ବ୍ରହ୍ମେତି ସର୍ବଂ କଳିତ ବ୍ରହ୍ମ ବେଦରେ ଦେଖିଲେ ଆନନ୍ଦମ୍ ବ୍ରହ୍ମେତି, ବ୍ରହ୍ମ ଆନନ୍ଦମୟ, ଜଗତ ଆନନ୍ଦମୟ, ଜଗତ ବ୍ରହ୍ମମୟ। ତେଣୁ ସଂସାରରେ ଜଗତରେ ଦୁଃଖ ନାହିଁ। ତାହେଲେ ଆମେ ଜଗନ୍ନାଥ ମହାପ୍ରଭୁଙ୍କର ଶରଣ ଗଲେ ଆମେ କଣ ପାଇବା ନା ତିନୋଟି ଆୟୁଧ ପାଇବା। ଗୋଟିଏ ହଉଛି ଶଙ୍ଖ, ଗୋଟିଏ ଚକ୍ର, ଗୋଟେ ହଉଛି ଚକ୍ଷୁ। ହେଲେ ଶଙ୍ଖ ଶବ୍ଦର ଅର୍ଥ ହଉଛି ନଲେଜ, ଜ୍ଞାନ। ଜ୍ଞାନ କହିଲେ ବିବେକ। ତେଣୁ ବିବେକ ଆସ ବିନା କାର୍ଯ୍ୟ ନ ସୁଖାୟ କଦାଚନ। ବିବେକ ଆସି ଯେବେ ଥିବ ସକଳ ବିପଦୂତ। ତେଣୁ ଆମେ ଜଗନ୍ନାଥ ମହାପ୍ରଭୁଙ୍କ ପାଖେ ଶରଣ ଗଲେ ଯେମିତି ସତ୍ସଙ୍ଗ ବିନୁ ବିବେକ ନ ହୋଇ ଶରଣ ଯିବା, ଅର୍ଥାତ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ସତ୍ସଙ୍ଗ କରିବା। ତେଣୁ ଆମ ପାଖେ ସେ ଆମକୁ ଶଙ୍ଖ ଅର୍ଥାତ ବିବେକ ଦେବେ। ବିବେକର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଜଗତଗୁରୁ ଭଗବାନ ଶ୍ରୀକୃଷ୍ଣ। ଏବଂ ଗୀତାରେ ଯୋଉ 18,066 ଶ୍ଲୋକରେ ସଞ୍ଜୟ କହିଲେ, ମୁଁ ଅଦ୍ଭୁତ ପ୍ରକାର ସମ୍ବାଦ। ବର୍ତ୍ତମାନ ସମ୍ବାଦ କହିଲେ ଯୋଉ ଆମର ପେପରଟେ ବାହାରୁଛି ସମ୍ବାଦ, ଧରିତ୍ରୀ, ପ୍ରଜାତନ୍ତ୍ର, ଏଇ ଯୋଉ ପେପର ବାହାରୁଛି ଏ ସମ୍ବାଦ ନୁହଁ, ଇଏ ତ ସାଂସାରିକ ସମ୍ବାଦ। କିନ୍ତୁ ସଞ୍ଜୟ କହୁଛନ୍ତି ମୁଁ ଅଦ୍ଭୁତ ପ୍ରକାର ସମ୍ବାଦ ଶୁଣିଲି। ମାନେ ଏ ସମ୍ବାଦଟା ହଉଛି କଣ ନା ଆମକୁ ଶାସନ କରିବା ପାଇଁ ଆମେ ଯାହାକୁ ଇଲେକ୍ସନରେ ସିଲେକ୍ସନ କରିକିରି ତାଙ୍କୁ ବାଛିଲେ ଶାସକ ରୂପରେ, ସେ ଆମକୁ ଉତ୍ତମ ଶାସନ କରିବେ, ଶୃଙ୍ଖଳିତ ରଖିବେ। ସେ ଶାସକ ଭିତରେ ଯୋଉ ଝାମଲା ଗଣ୍ଡଗୋଳ, ସେ ହେଇଛି ଆମ ପ୍ରତି ବର୍ତ୍ତମାନ ସମ୍ବାଦ। ଏଇଟା ସାଂସାରିକ ସମ୍ବାଦ ଯାହା ପେପରରେ ଡେଲି ଆମେ ପଢୁଛେ। କିନ୍ତୁ ସଞ୍ଜୟ କହୁଛନ୍ତି ଗୀତାରେ ମୁଁ ଭଗବାନ ଆଉ ଶ୍ରୀକୃଷ୍ଣ ଆଉ ଅର୍ଜୁନଙ୍କର ଯୋଉ ଅଦ୍ଭୁତ ପ୍ରକାର ସମ୍ବାଦ, ସମ୍ବାଦ ବି ମମଦ୍ଭୁତମ, ଏ ଶବ୍ଦ ଉଚ୍ଚାରଣ କରିଛି। ଅଦ୍ଭୁତ ସମ୍ବାଦ। ଅଦ୍ଭୁତ ସମ୍ବାଦ କହିଲେ ଶ୍ରୀମଦ୍ ଭଗବତ ଗୀତାର ଯୋଉ 700 ଶ୍ଲୋକ, ସେ ହେଉଛି ଆମ ଅଦ୍ଭୁତ ସମ୍ବାଦ, ଅର୍ଥାତ ମୁକ୍ତିର ସମ୍ବାଦ। ତେଣୁ ସେଥିରୁ ସେ ସ୍ମରଣ କରିକି ସେ ସମ୍ବାଦକୁ ଆନନ୍ଦ ପାଉଛନ୍ତି। ଭଗବାନ ପ୍ରଭୁ ଜଗନ୍ନାଥଙ୍କର ଦୁଇ ହାତରେ ଶଙ୍ଖ ଅଛି ଆଉ ଚକ୍ର ଅଛି। ତେଣୁ ଶଙ୍ଖଟା ଆମେ ବୁଝିଲେ, ବର୍ତ୍ତମାନ ଚକ୍ର ଅର୍ଥ ହଉଛି କର୍ମ। ଭାଗବତ କହିଲେ କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ରୂପଚାରୁ। କର୍ମ ଯୋଗୀ ଥିଲେ ଅର୍ଜୁନ। ଏବଂ 18,73 ଅର୍ଜୁନ କହିଛନ୍ତି ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦାତ୍ମା ଅଚ୍ୟୁତ ତୀତସ୍ମି ଗତ ସନ୍ଦେହ କରିଛେ ବଚନ ତବ, କରିଛେ ବଚନ ତବ। ମୁଁ ଯେତେବେଳେ ପ୍ରଭୁ ଆପଣଙ୍କୁ ଆଦେଶ ଦେଇଥିଲି ପ୍ରଥମରେ 21 ନମ୍ବର ଶ୍ଲୋକରେ, ଶେନୋରି ଭୋର ମଧ୍ୟ ରଥ ସ୍ଥାପ ମିଳିଚ୍ୟୁତ। ରଥିର ଆଦେଶ ପାଳନ କରିବା ସାରଥିର କର୍ତ୍ତବ୍ୟ ଦୃଷ୍ଟିରୁ ଶ୍ରୀକୃଷ୍ଣ ଦୁଇ ସେନାଙ୍କ ମଧ୍ୟଭାଗରେ ରଥକୁ ରଖିଥିଲେ।
କିନ୍ତୁ ଅର୍ଜୁନ ଏଠି କହୁଛନ୍ତି 18,073 କହିଲେ କରି ସେ ବଚନ ଦବ। ନା 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 ମହାପ୍ରଭୁ ମୁଁ ଆପଣଙ୍କ ଆଦେଶ ପାଳନ କରିବି। ତେଣୁ ଇଏ ହଉଛି କର୍ମଯୋଗ। ଆଉ ଗୋଟେ ହଉଛି ଭଗବାନ ପ୍ରଭୁ ଜଗନ୍ନାଥଙ୍କର ଆମେ ଚକ୍ଷୁ। ଚକ୍ଷୁ ମଧ୍ୟ ଗୋଟେ ଆୟୁଧ। ଚକ୍ଷୁ କାରଣ ଚକ୍ଷୁ ଆଖି ଦ୍ୱାରା ବହୁତ କର୍ମ ସାଧିତ ହୁଏ। ଜଗନ୍ନାଥ ମହାପ୍ରଭୁ ଆଖି ଦ୍ୱାରା ଭକ୍ତ ଉଦ୍ଧାର କରନ୍ତି। ମାଛ ଆଖି ଦ୍ୱାରା ତାର ବହୁତ ସନ୍ତାନକୁ ପ୍ରତିପୋଷଣ କରେ ଜଳ ମଧ୍ୟରେ। ସେଭଳି ଜଗନ୍ନାଥ ମହାପ୍ରଭୁଙ୍କ ଚକ୍ଷୁ ଦ୍ୱାରା ସେ ଭକ୍ତକୁ ଉଦ୍ଧାର କରିଥାନ୍ତି। ଯେହେତୁ ବେଦରେ କୁହାଯାଇଛି ଅପାଣିପାଦ ଜଗନ ଗ୍ରହିତା ପଶ୍ଚାତ ଚକ୍ଷୁଚ ଶୁଣୁତ କର୍ଣ୍ଣ ସବେତି ବେଦଂ ନ ଚତୁଃ ବେଦା ତମାହୁର ଗ୍ରହଂ ପୁରୁଷଂ ମହାତ। ଅପାଣିପାଦ ଜଗନ ଗ୍ରହିତା ପଶ୍ଚାତ ଚକ୍ଷୁ ଅର୍ଥାତ ପ୍ରଭୁ ଜଗନ୍ନାଥଙ୍କର ଅପାଣି, ପାଣି କହିଲେ ହାତ, କହିଲେ ନାହିଁ, ହାତ ନାହିଁ କିନ୍ତୁ ଦେବା ନେବା କରନ୍ତି। ଅପାଦ ପାଦ ନାହିଁ ଯିବା ଆସିବା କରନ୍ତି। ଜବନୁଗ୍ରହିତା, ଜବନୁଗ୍ରହିତା କହିଲେ ଜବନ କହିଲେ ଯିବା ଆସିବା କରନ୍ତି, ଗ୍ରହିତା କହିଲେ ଗ୍ରହଣ କରନ୍ତି। ହେଲେ ମହାପ୍ରଭୁ ଜଗନ୍ନାଥଙ୍କର ହାତ ନାହିଁ, ପାଦ ନାହିଁ ଏବଂ ଆଖି ନାହିଁ ଏବଂ କାନ ନାହିଁ, କିନ୍ତୁ ସେ ସବୁ ଶୁଣିପାରନ୍ତି, ଦେଖିପାରନ୍ତି, ଦେବା ନ କବି ଭକ୍ତ କହୁଛି ତମର ସବୁ ଅଛି, ସବୁ ନଥାଇକି ମଧ୍ୟ ତୁମେ ସବୁ କରିପାର। ତେଣୁ ଭାଗବତ କହିଲେ ତୁହର ଦର୍ଶନ ଫଳେ ଜୀବର ହୋଇ ନିଶ୍ଚଳେ। ଦର୍ଶନ, ଚକ୍ଷୁର ଦର୍ଶନ। ଗୀତା 11:8 ଦଦାମି ବୁଦ୍ଧି ଯୋଗ ତମକୁ ଜନ୍ମ ପ୍ରଜାତି, ମୁଁ ତମକୁ ଦିବ୍ୟ ଚକ୍ଷୁ ଦେବି, ତୁମେ ମୋତେ ଦର୍ଶନ କର। ସେଇଟା କହିଲେ ଶ୍ରୀଗୁରୁ ଦର୍ଶନ ମୁକ୍ତି ନତୁଲ୍ୟ ନିରବତା। 18,077 ସନ୍ଧ୍ୟା କହିଲେ ମୁଁ ଅଦ୍ଭୁତ ପ୍ରକାର ରୂପ ଦର୍ଶନ କରିକି ଆନନ୍ଦ ପାଉଛି। ଏବଂ ପ୍ରହ୍ଲାଦ ମଧ୍ୟ ସର୍ବତ୍ର ଭଗବାନଙ୍କୁ ଦର୍ଶନ କରିକି ଆନନ୍ଦ ପାଉଥିଲେ। ସଞ୍ଜୟ କହିଲେ ମୁଁ ଆନନ୍ଦ ପାଉଛି। ଜୀବର ଯୋଉ ଲକ୍ଷ୍ୟ ହେଉଛି ଆନନ୍ଦ, ସେ ଆନନ୍ଦକୁ ମୁକ୍ତି କୁହାଯାଏ। ସେ ଆନନ୍ଦ ହଉଛନ୍ତି ଭଗବାନ। ଯଦି ଆମେ ଆନନ୍ଦକୁ ଫର୍ମ ଦେବା ସେ ଏବେ ଜଗନ୍ନାଥ। ଜଗନ୍ନାଥଙ୍କୁ ଯଦି ଆମେ ଅରୂପ ସ୍ୱରୂପ କରିଦେବା ସବୁ ଆନନ୍ଦ। ଭଗବାନଙ୍କ ରୂପ ହେଉଛନ୍ତି ଜଗନ୍ନାଥ, ଭଗବାନଙ୍କର ସ୍ୱରୂପ ହେଉଛି ଆନନ୍ଦ। ତେଣୁ ଜଗନ୍ନାଥଙ୍କର ଯୋଉ ରୂପ ସେ ହେଉଛି ଆନନ୍ଦମୟ ରୂପ। ସେଥିପାଇଁ ଆମେ ତାଙ୍କୁ ଦର୍ଶନ କଲେ ଆନନ୍ଦ ପାଉଛେ। ତେଣୁ ଆମର ଯୋଉ ରହିଲେ ପଞ୍ଚକୋଶ, ଏ ପଞ୍ଚକୋଶ ମଝିରେ ଅଛନ୍ତି ମନ। ମନ ଉପରେ 2 କୋଶ, ମନ ତଳେ 2 କୋଶ। ତେଣୁ ଏଇ ଯୋଉ ଅନ୍ନମୟ କୋଶ, ମନମୟ କୋଶ, ପ୍ରାଣମୟ କୋଶ, ବିଜ୍ଞାନମୟ କୋଶ, ଆନନ୍ଦମୟ କୋଶ, ଏଇ ପଞ୍ଚକୋଶ ଭିତରେ ମନ ସବୁବେଳେ ଆନନ୍ଦମୟ କୋଷରେ ରହୁ, ବିଶ୍ରାମ କରୁ। ବିଜ୍ଞାନମୟ କୋଷ ଅର୍ଥ ହେଉଛି ବିବେକ। ମନ ବିବେକକୁ ପଚାରିକିରି ଅନ୍ନମୟ କୋଷରୁ ସ୍ୱଧର୍ମ କର୍ମ ଦ୍ୱାରା କର୍ମ ଆଦାୟ କରୁ। ଆଉ ପ୍ରାଣମୟ କୋଷ ହେଉଛି ଜପ। ନାକ ଦ୍ୱାରା, ଶ୍ୱାସ ଦ୍ୱାରା, ନାକ ବାଟି ଯାଉଥିବା ଯୋଉ ଶ୍ୱାସ ତା ଦ୍ୱାରା ସେ ନାମ ଜପ କରୁ। ତାହେଲେ ସେ ଚକ୍ଷୁ ଦ୍ୱାରା ସର୍ବତ୍ର ଦର୍ଶନ କରୁ, ନାକ ଦ୍ୱାରା ଜପ କରୁ ଏବଂ ହାତ, ପାଟି ଆଉ ହାତ, ପାଟି ଯାହା କହୁଛି ହାତ ସେୟା କରୁ। ଯାହା କମିଟମେଣ୍ଟ ମୁଁ କରିଛି ସଂସାରକୁ, ଯୋଉ ଜବାବ ଦେଇଛି ତଦନୁସାରେ ମୋତେ କାର୍ଯ୍ୟ କରିବାକୁ ହବ। ଇଏ ହେଉଛି ପ୍ରତ୍ୟେକ ପ୍ରାଣୀର ପରିଚୟ। ମୋ ପରିଚୟ ଯଦିଓ ମୁଁ ବଢ଼େଇ କି ଧୋବା କି କମାର କି କୃଷକ କି ସୈନିକ କି ଶିକ୍ଷକ, ସମାଜ ମୋତେ ଯୋଉ ହିସାବରେ ଜାଣେ ତଦନୁସାରେ ମୋତେ ସମାଜକୁ କର୍ମ ଦେବାକୁ ହବ। ଇଏ ହେଲା ସ୍ୱଧର୍ମ କର୍ମ। ତେଣୁ ମୁଁ ବିବେକକୁ ପଚାରିକିରି ସ୍ୱଧର୍ମ କର୍ମ ଆଦାୟ ପାଳନ କରିବି
एवं जपटा हूँ 10 अध्याय 25 श्लोक यज्ञानां जप यज्ञस्मि मुझे यज्ञ मानक मध्य मुझे जप यज्ञ भगवान कहते मुझे जप तेणु दर्शन कर विचार कर स्वधर्म कर रे या ठारू बड़ी बड़ साधना नहीं 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 रे आम सर्वत्र भगवान दर्शन करवा आम सर्वत्र व्यक्ति वस्तु घटनार फिलामेंट को विचार करवा आम स्वधर्म को पालन करवा एग्जाम्पल घर आम अंधार इलेक्ट्रिशियन को आम डाकिले इलेक्ट्रिशियन प्रथम टेस्टर पकड़ दर्शन कर घरे करेन्टा कौटी अच्छी तापर जो मेसीन टा खराब है तार फिलामेंट को विचार कर इलेक्ट्रिशियन तार स्वधर्म को पालन कर आम ताले सर्वबंधु सुखी ना आम घर आलुआ है से 2 पैसा पाइला तेणु प्रत्येक मनुष्य ये 3टी दर्शन विचार स्वधर्म कर 3टी जदि पालन करे ताले सर्वबंधु सुखी नहीं कर आज एतिकी शांतिपाठ करवा ओम सर्वे भवन्तु सुखिनः समस्ते सुखरे रुहन्तु सर्वे सन्तु निरामया समस्ते निरोग रुहन्तु सर्वे भद्राणि पश्यन्तु समस्ते भद्र देखन्तु माँ कश्चि दुखभाग भवे जन भी दुखरे न रुहन्तु यह आम प्रत्येकंकर कर्मर मूल मंत्र है ओम शांति शांति शांति।